সেটা ଅନ୍ଧାର ଯାଇଥିଲା ସେ ତ ବ୍ୟାଟ୍ସମ୍ୟାନ ଅବଜେକ୍ସନ କଲେ ତ ଆମେ ଉପରେ ଆପଣଙ୍କ ନାଁ ଓଡ଼ିଶା ଟେନିସ୍ କ୍ରିକେଟରେ କଣ୍ଟିଆ ନାଁରେ ସୁପରିଚିତ। ୟା ଭିତରେ କଣ ରହିଛି ରହସ୍ୟ? କଣ୍ଟିଆ ନାଁ କାହିଁକି ହେଲା? ମୁଁ ଛୋଟବେଳେ ବହୁତ ଦୁଷ୍ଟ ଥିଲି ସେଥିପାଇଁ ମୋ ନାଁ ଅଜା ଜଣେ ଦେଇ ଦେଇଥିଲେ କଣ୍ଟିଆ ବୋଲି। ଆଜି ଆପଣଙ୍କ ଟିମ୍ ଭଲ ପରଫର୍ମାନ୍ସ କଲା ଏବଂ ଫାଇନାଲ ଜିତିଲା, କେମିତି ଲାଗୁଛି? ମତେ ବହୁତ ଖୁସି ସବୁଠୁ କ୍ରିକେଟ କ୍ୟାରିୟରରେ ଏଇ ଯୋଉ ସୁକୁନାଇ ଚମ୍ପିଆନ ହେଇଛି ୟାଡୁ ବୋଲି ଖୁସି ମୁଁ କିଛି ଜାଣିନି। ଗତ ବର୍ଷ ଆପଣ ରନର୍ସ ଅପ୍ ହେଇଥିଲେ, ଏ ବର୍ଷ ଆପଣ ବିଜୟ ହେଇଛନ୍ତି, ୟାର ଶ୍ରେୟ ଆପଣ କାହାକୁ ଦେବେ? ୟାର ଆମ ପ୍ଲେୟର ମାନଙ୍କୁ ଦେବି କି ସମସ୍ତେ ଫୁଲ ଏଫର୍ଟ ଦେଇଛନ୍ତି ସେଇଥିପାଇଁ ଆମେ ଆଜି ଚାମ୍ପିୟନ ହେଇଛୁ। କଣ୍ଟିଆର ଫ୍ୟାନ୍ ଫଲୋଇଂ ବହୁତ ଅଛନ୍ତି, ତାଙ୍କୁ ଆପଣଙ୍କ କଣ ବାର୍ତ୍ତା? ମୁଁ ଫ୍ୟାନ୍ ମାନଙ୍କୁ କହିବି ଯେ ଏ ପ୍ଲେୟାର ମାନଙ୍କର କିଛି ଶିଖ। ଫାର୍ଷ୍ଟ ହେଲା ତ ଡିସିପ୍ଲିନ ଆଉ ଭାଇଚାରା এটা ଶିଖିବା ଦରକାର। ଆଉ ପ୍ଲେୟାର ହେଇକି କିଛି ଲାଭ ନାହିଁ, ତ ଡିସିପ୍ଲିନ ମେଣ୍ଟେନ କର, ଆଗକୁ ଉପରକୁ ଆହୁରି ଯିବ। କଣ୍ଟିଆ କେବଳ କ୍ରିକେଟ ଖେଳନ୍ତି, ଏଥିରେ ଆଉ କଣ ପ୍ରଫେସନାଲ ଅଛି? ମୁଁ ଖାଲି କ୍ରିକେଟ ଖେଳେ। କ୍ରିକେଟ ଆଚ୍ଛା, ଅନଫର୍ଚୁନେଟଲି ଆପଣଙ୍କ ସାଙ୍ଗରେ ଯୋଉ କମାଣ୍ଡ 11 ର ମ୍ୟାଚ ଥିଲା, ସେ ମ୍ୟାଚଟା କେଏଲ ମେଥଡରେ କମାଣ୍ଡ 11 ହାରିଗଲା, ଆପଣ ଜିତିଲେ, ଏ ବିଷୟରେ କଣ କହିବେ? ସେଟା ଅନ୍ଧାର ଯାଇଥିଲା ସେ ତ ବ୍ୟାଟ୍ସମ୍ୟାନ ଅବଜେକ୍ସନ କଲେ ତ ଆମେ ଉପରେ ଥିଲୁ ସେଥିପାଇଁ ଆମକୁ ୱିନିଂ ଦେଲେ। ଆଚ୍ଛା, ତିନି ଗୋଟି ପ୍ଲେୟାରକୁ ଏସପିଏଲ ବ୍ୟାନ୍ କରିଛି, ଶ୍ରୀନିବାସ ପ୍ରଧାନ, ବିନୁ ପରିଡ଼ା, ଚିତ୍ର ବିକାଶ, ଏ ବିଷୟରେ ଆପଣ କଣ ମନ୍ତବ୍ୟ? ନା ଏମାନେ ତ ସବୁ ଭଲ ପ୍ଲେୟାର କିନ୍ତୁ ନିଜ ଟିମ୍ ପାଇଁ ସେମାନେ ବ୍ୟାନ୍ ହେଇଛନ୍ତି, ତାଙ୍କୁ ତ ମୁଁ କହିବି ସେ ଟିମ୍ ପାଇଁ ସେ ତ୍ୟାଗ କରିଛନ୍ତି ତାଙ୍କ ଟିମ୍। ଯଦି ଏସପିଏଲ ଆଉ ନିଷ୍ପତ୍ତି ନିଏ ତାହେଲେ ଏ ବିଷୟରେ କଣ ଆଲୋଚନା କରିବା କଥା? ନା ମୁଁ କହୁଛି ତ ସେମାନେ ତିନି ଜଣଙ୍କୁ ଖେଳ ଯାଉ, ସେମାନେ ଭଲ ପ୍ଲେୟାର, ଓଡ଼ିଶା ଟେନିସର ସବୁ ଭଲ ପ୍ଲେୟାର ତିନି ଜଣ। ଲୁଟୁ ଭାଇରସ କମାଣ୍ଡୋ ଦି ଜଣ ଟିମ୍ ଟପ୍ 1 ଟପ୍ 2 ରେ ଲଢାଇ ହେଉଥିଲା, ସେଥିରେ କ୍ରିକେଟର ଜିତ୍ ହେଇଛି ନା ଲୁଟୁ ଭାଇରସ ଜିତ୍ ହେଇଛି? ନା ସେଟା କ୍ରିକେଟର ଜିତ୍ ହେଇଛି।